ଦେଖନ୍ତୁ ଆଉ ଶୁଣନ୍ତୁ ଆଜି କିଛି ଖାସ୍ ଆପଣ ଦେଖିପାରୁଥିବେ ଏଇ ଜାଗା it's me Ankit Anupam representing you the very popular girls hostel junior girls hostel ତ ଆପଣ ଏଇ ଜାଗାକୁ ବହୁତ ବର୍ଷ ହେଲା ଦେଖୁଥିବେ ସେଇ ରାସ୍ତାରୁ ବହୁତ ଭଲ ଭାବେ ଜାଣିଛି ଯେମିତି କି ଆପଣ କହିବେନି ମୁଁ କେବେ ଦେଖିନି ହେଲେ ସେଟା ଆଜ୍ଞା ବହୁତ ବଡ଼ ମିଛ ତା ତ ଶୁଣନ୍ତୁ ଆପଣ ଚାଲନ୍ତୁ ଆପଣ ତ ସେଇ ଜାଗା ଗୁଡାକୁ ଦେଖିଥିବେ କିନ୍ତୁ ଯୋଉ ଜାଗା ଗୁଡାକୁ ଆମେ କେବେ ଦେଖି ନାହାନ୍ତି ଏକ୍ସପ୍ଲୋର କରିନାହାନ୍ତି ଚାଲନ୍ତୁ ଆଜି ଏକ୍ସପ୍ଲୋର କରିବା ମୋ ସହିତ ଆମେ ଏଇ ଜାଗା ଭିତରେ ତ ବହୁତ କିଛି ଶୁଣିଥିଲେ ଚାଲନ୍ତୁ ରହସ୍ୟର ଉଦ୍ଘାଟନ କରିବା ଆସନ୍ତୁ ଆପଣ ଆଗ ଦେଖିପାରୁଥିବେ ଗୋଟେ ପିଲା ତା ନାଁ ହଉଛି ସୋମୁ ବହୁତ କମିନା ପିଲା ये होती से एक्वागार्ड जोड़ी से पानी पियंती तो से तो समझे दया इस एक्वागार्ड से वो लोग पानी पीते हैं ଆପଣ ଆଗକୁ ଆସନ୍ତୁ ଦେଖନ୍ତୁ ସେଇଠି ଅଛନ୍ତି ଆମର ଚିତ୍ତ ଭାଇ ଆଉ ଆମକୁ ଦେଖା ଯାଉଛି ପିଟି ମ୍ୟାଡାମଙ୍କ ରୁମ୍ ତାପରେ ରେଣା ମ୍ୟାଡାମଙ୍କ ରୁମ୍ ଆପଣ ସେଇ ଜାଗାକୁ ଦେଖିପାରୁଥିବେ ସେଇ ଆମ୍ବ ଗଛ ସେଇ ରାସ୍ତା ଦେଇ ଆମେ ସବୁଦିନ ଆସିଲା ବେଳେ ଲଞ୍ଚ କରିବା ଡିନର କରିବା ବେଳେ ଇଆଡେ ବି ଦେଖି ଦିଅନ୍ତି ଆଉ ସାମନେ ଦେଖନ୍ତୁ ନିଜ ନିଜ ରୁମ୍ ଭୁଲି ଯାଇଥିବା ସ୍ମୃତି ଗୁଡାକୁ ପୁଣି ଥରେ ଫେରାଇ ଆଣନ୍ତୁ ଆପଣ ମାନେ ବହୁତ କିଛି ଜିନିଷ ସେମାନେ ଛାଡି ଯାଇଛନ୍ତି especially hangers ଯଦି ଆପଣ ଖାଉ ଚାଉଳିଆଟା ଯଦି ଆମ ବୟ ଜଣେ ଥାନ୍ତେ ଫର ଏକ୍ଜାମ୍ପଲ ଭବାନୀ ହାଙ୍ଗର ଗୋଟେ ନେଇଯାଆନ୍ତେ ନେଇକି ବିକି ଦିଅନ୍ତେ ଗୋଟେ ଦେଖନ୍ତୁ ରୁମ୍ ନମ୍ବର 50 ଏବେ ଆସୁଛି ରୁମ୍ ନମ୍ବର 49 କିଏ ରହୁଥିଲା ସେ ରୁମ୍ ରେ ଚାଲନ୍ତୁ ଜାଣିବା କିଏ କୋଉ ରୁମ୍ ରହୁଥିଲା କେବଳ କୁଣ୍ଡ ହିଁ କହିବେ ଆପଣ ଚାଲନ୍ତୁ ସେ ସିଟ୍ ରେ ଟିକେ ଯିବା ଭାଇମାନେ ଆସ ସିଟ୍ ରେ ଆମେ ବର୍ଷକୁ ଥରେ ଦିଥର ବୋଧେ ଆସୁଥିଲେ ଯେତେବେଳେ ପିଟି ମ୍ୟାଡାମ ଡାକୁଥିଲେ କାମ ପାଇଁ ସେ ଗଦି ଗୁଦା ଟେକା ଟେକି କରିବା ପାଇଁ ଚାଲନ୍ତୁ ଥରେ ବାହାର ଆଡେ ବୁଲି ଦେଇ ଆସିବା ସେଇ ପବନ ସେଇ ଗଛ ସେଇ ମାଟି ସେଇ ରାସ୍ତା ସେଇ ସ୍କୁଲ ସେଇ ହଷ୍ଟେଲ ସେଇ ମେସ୍ ସବୁଆଡେ ଥରେ ନଜର ପକେଇଦବା ଯୋଉ ରାସ୍ତା ଦେଇ ମୁଁ ଏବେ ଚାଲୁଛି ସାୟଦ ସେଇ ରାସ୍ତା ଦେଇକି ଆମେ କେତେ ଲକ୍ଷ ଥର କେତେ ହଜାର ଥର ଚାଲିଥିବା ଦେଖନ୍ତୁ ସେଇ ରାସ୍ତାକୁ ଦେଖନ୍ତୁ ଏଇ ଗେଷ୍ଟ ହାଉସ ଦେଖନ୍ତୁ ଆମର ମେସ୍ କୁ ଦେଖନ୍ତୁ ଆମର ଗାର୍ଲସ ହଷ୍ଟେଲ କୁ କେବେ ବି ଭୁଲି ହବନି ଏ ଜାଗା ଏକ ଏପରି ଏକ ସ୍ୱର୍ଗ କହିବାକୁ ଗଲେ ଆମ ପାଇଁ ଚାଲନ୍ତୁ ଭିତରକୁ ଯିବା ଆପଣ ଦେଖିପାରୁଥିବେ ସେ ଟେବୁଲ ଗୁଡାକୁ ଯୋଉଠି ସବୁବେଳେ ଶହ ଶହ ବ୍ୟାଗ ବହି ଖାତାରେ ଭର୍ତ୍ତି ଥାଏ ସେଇ ଦେଖନ୍ତୁ ସେଇ ଆଣ୍ଟିଙ୍କ ଦୋକାନକୁ ଯୋଉଠୁ ଆପଣ ମାନେ କେବେ ଫୋନ କରୁଥିଲେ କେବେ ଜିନିଷ କିଣୁଥିଲେ ବେଳେ ବେଳେ ବି ଭାବେ ଲାଇଫ ଷ୍ଟାଇଲ କେମିତି ହେଇଥିବ ଆମ ଭଳି ମୁଳରେ ଆଙ୍କ ଭଳି ହଉଥିବ କେମିତି ଆମର ବେଟର କଣ୍ଡିସନରେ ଆଣ୍ଡ ଭାବେ ବେଳେବେଳେ ଆମେ ଯଦି ଏଇ ହଷ୍ଟେଲରେ ରହୁଥାନ୍ତେ ସାୟଦ 20-25ଟା ସାର୍କେଲ ଫିଲ୍ଡ ଥାନ୍ତା ଆଉ ଆସନ୍ତୁ ଏଇ ରାସ୍ତାକୁ ତ ଆପଣମାନେ କେବେ ଭୁଲି ନଥିବେ ସବୁ ବୟ ଜାଣିତେ କେବେ ଠିକ ଟାଇମରେ ବ୍ରେକଫାଷ୍ଟ କରନ୍ତିନି ଏଇଟା ହଉଛି ଆମର ସର୍ଟକଟ ସବୁଦିନ ହିରୋଙ୍କ ଭଳି କାନ୍ଥ ଡେଇଁ ଦୌଡ଼ି ଦୌଡ଼ି ଆସି 2 ମିନିଟରେ ବ୍ରେକଫାଷ୍ଟ କରି 2 ମିନିଟରେ ପୁଣି ଦୌଡ଼ିକି ପହଞ୍ଚିକି ଆସେମ୍ବଲି ଲାଇନ କରିକି ଠିଆ ହବାର କଳା କେବଳ ନବୋଦୟ ବିଦ୍ୟାଳୟ ଅନୁଗୁଳ ପିଲାଙ୍କ ପାଖରେ ହିଁ ଥାଏ ଆଉ ଏ ରାସ୍ତାରେ ବେଳେ ବେଳେ ଯାଆନ୍ତି ଟେଲର ମ୍ୟାଡାମଙ୍କ ପାଖକୁ ବେଳେ ବେଳେ ସେମିତି ବି ଚାଲି ଯାଆନ୍ତି ସବୁଆଡେ ନଜର ପକେଇକି ପୁରା ପାଷାଣ କିଆ କହିବାକୁ ଗଲେ ପାଷାଣ ଲଗା କଇଆ ବ୍ୟାଟେରୀଟା ବି ଭଲ ଅଛି କେତେ ଦେଇଛି ବ୍ୟାଟେରୀ ତର 4500 ବଢିଆ ଅଛି ଆକ୍ଚୁଆଲି ସାମସଙ୍ଗ ଫୋନ୍ ଟା ମାନେ ମୋ ଦିଦି ଗୋଟେ କିଣିଛନ୍ତି ଗ୍ରାଣ୍ଡ ନିଓ ହେଲା ତା ଫୋନ୍ ଟା ମୁଁ ଭାବୁଛି ଦିଦି କହିଲେ ଭଲ ଫଟୋ ଉଠେ ସାମସଙ୍ଗର ଭଲ ଫଟୋ ଉଠେ ଦେଖିଲା ବେଳକୁ ଆଜ୍ଞା ଭିଜିଏ କ୍ୟାମେରା 5 ମେଗାପିକ୍ସେଲ ମୁଁ ଜାଣିଛି କଣ ଦେଖିକି ତାଙ୍କର ଗେଟ୍ କ୍ୱାଲିଫାଇ କରିଥାନ୍ତି 2 ମାର୍କ ସବୁ କିସ୍ମତ କା ମାନେ ପରେ ଜାଣିଲେ ଯେ ତାଙ୍କର ଓବିସି ଭିତରେ ଓବିସି କ୍ଲିୟର ହେଇଯାଉଛି
देखि इंटी भांगिची पुरा ଏଇଟା ପା ଆମର ଲାଷ୍ଟ ପରୀକ୍ଷା ଥିଲା ବୋର୍ଡର ଫିଜିକାଲ ଏଜୁକେସନ ଥିଲା 28 ତାରିଖ କଣ କାଳି ବୈଶାଖୀ କଣ ଥିଲା ସେଇଟା କହୁଥିଲେ କଣ ଏତେ ବି ଖତରା ଭାଙ୍ଗିଛି ଗୋଟେ ଅଲଗା ପ୍ରକାର